ଶିକ୍ଷିତ ହେବାର ମାନେ ନୁହେଁ କୌଣସି ସ୍କୁଲ କଲେଜରୁ ପଢ଼ି ବହୁତ ନମ୍ବର ରଖି ତାକୁ ପ୍ରମାଣ ଦେବା। ପ୍ରକୃତ ଶିକ୍ଷିତ ହେବାର ଅର୍ଥ ହେଉଛି ନିଜ ଜୀବନରେ ଆମର କଥା କହିବାର ଶୈଳୀ, ଆମର ବ୍ୟବହାର, ଆମର ଭାଷା, ଆମର ଚିନ୍ତାଧାରା କେତେ ମାର୍ଜିତ। ସତ୍ୟ ବଚନ ଦୁନିଆରେ ସବୁଠାରୁ ସୁନ୍ଦର ଜିନିଷ ହେଉଛି ନିଦ। କିଛି କ୍ଷଣ ପାଇଁ ହେଉ ପଛେ ସମସ୍ତ ଦୁଃଖକୁ ଭୁଲେଇ ଦେଇଥାଏ। ବର୍ବାଦ କରିଦେବ ଏହି ଅଭ୍ୟାସ। ବହୁତ ବେଶୀ ଶୋଇବା, କଥା କଥାରେ ରାଗିଯିବା, ସର୍ବଦା ଅଳସୁଆ ହୋଇ ରହିବା, ନକାରାତ୍ମକ ଚିନ୍ତାଧାରା ରଖିବା, ଲୋକେ କ'ଣ କହିବେ ଭାବି ଡରିବା, ଆମକୁ ଗୁରୁତ୍ୱ ନ ଦେବା, ନିଜ ଉପରେ ବିଶ୍ୱାସ ନ ରହିବା, ଅନ୍ୟର ଭରସାରେ ବସି ରହିବା, ବେଶୀ ଲୋଭ କରିବା, ରାଗିଲେ ବୁଝେଇବା, ଏଇ ପୁରୁଣା ଷ୍ଟାଇଲ ଆଉ ନାହିଁ। ଏବେ ନୂଆ ଜୀବନରେ ଆଉ ନୂଆ ନିୟମ। କଥା ହେବାର ଅଛି ଯଦି କଥା ହୁଅ, ହେଲେ ପଛରେ ବହୁତ ଭିଡ଼ ଅଛି, ଚାଲ ଟିକେ ସାଇଡ ହୁଅ। ସୂର୍ଯ୍ୟ ଅସ୍ତ ପରେ ଏହି 7ଟି ନିୟମ ପାଳନ କରନ୍ତୁ। ସୂର୍ଯ୍ୟ ଅସ୍ତ ପରେ ଅନ୍ତିମ ସଂସ୍କାର କରିବା ଉଚିତ ନୁହେଁ। ସୂର୍ଯ୍ୟ ଅସ୍ତ ପରେ ଘର ଝାଡୁ ଏବଂ ଘର ପୋଛିବା ଉଚିତ ନୁହେଁ। ସୂର୍ଯ୍ୟ ଅସ୍ତ ପରେ ଲୁଗା ଡ୍ରେସ ସଫା କରିବା ଏବଂ ଶୁଖାଇବା ଉଚିତ ନୁହେଁ। ସୂର୍ଯ୍ୟ ଅସ୍ତ ପରେ ନଖ କାଟିବା ଉଚିତ ନୁହେଁ। ସୂର୍ଯ୍ୟ ଅସ୍ତ ପରେ ମଥାରେ ଚନ୍ଦନ ଲଗାଇବା ଉଚିତ ନୁହେଁ। ସୂର୍ଯ୍ୟ ଅସ୍ତ ପରେ ତୁଳସୀ ଗଛକୁ ଛୁଇଁବା ଉଚିତ ନୁହେଁ। ସୂର୍ଯ୍ୟ ଅସ୍ତ ପରେ ଦହି ଖାଇବା ଉଚିତ ନୁହେଁ। ନିଜର କାର୍ଯ୍ୟକୁ ଅନ୍ୟ ଉପରେ ଭରସା ନ କରି ନିଜେ କରିବା ଉଚିତ। ନିଜର ଆତ୍ମବିଶ୍ୱାସକୁ ସବୁବେଳେ ଦୃଢ଼ ରଖିବା ଉଚିତ। ସବୁ କାର୍ଯ୍ୟରେ କ୍ଷମତା ଅପେକ୍ଷା ବୁଦ୍ଧି ପ୍ରୟୋଗ କରିବା ଉଚିତ। ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖିବା ଉଚିତ। ଈଶ୍ୱର ଯାହା ବି କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଚାରିଦିଗ ଅନ୍ଧାର ଦିଶିବ, ଇଆଡ଼େ ସିଆଡ଼େ ଯିବା ଛାଡ଼ି ଭଗବାନଙ୍କ ପାଖକୁ ଯାଆନ୍ତୁ, ଭଗବାନଙ୍କ ଦ୍ୱାରକୁ ଯାଆନ୍ତୁ, ଭଗବାନଙ୍କ ପାଖରେ ବସନ୍ତୁ। କାହିଁକି ନା ଏହା ସେହି ଦ୍ୱାର ଯେତେବେଳେ ସବୁ ଦ୍ୱାର ବନ୍ଦ ହୋଇଯାଇଥାଏ, ଏହି ଦ୍ୱାରରେ ସମସ୍ତଙ୍କ କଥା ଶୁଣାଯାଏ। ଦୁନିଆର ଲୋକଙ୍କୁ କାନ୍ଦି କାନ୍ଦି ଚିଲେଇ ଚିଲେଇ ବି ଆପଣଙ୍କର ଦୁଃଖର କଥା କୁହନ୍ତୁ ନା କାହିଁକି, ତାଙ୍କୁ କିଛି ଫରକ ପଡ଼ିନଥାଏ। ଦୁଃଖ ଆପଣ ତାଙ୍କ ଆଗେ କହିଥାନ୍ତି, ଏହି କଥାକୁ ସେମାନେ ଆଉ 10 ଜଣଙ୍କ ଆଗରେ ଆପଣଙ୍କୁ ପରିହାସର ପାତ୍ର ସଜାଇ ଦିଅନ୍ତି। ସେଥିପାଇଁ ନିଜ ଦୁଃଖ ହିଁ ନିଜର। ସବୁ ଦୁଃଖ ଯାଇ ଭଗବାନଙ୍କ ପାଖରେ ଜଣାନ୍ତୁ। ଆପଣଙ୍କ ଦୁଃଖ ବହୁତ ମନ ଦେଇ ଶୁଣିଥାନ୍ତି ଏବଂ ଦୁଃଖର ସମାଧାନ ମଧ୍ୟ କରିଥାନ୍ତି। ଔଷଧ ରହିତ ଜୀବନ। କେବେ କେବେ ମୌନ ରହିବା ଏକ ଔଷଧ ଅଟେ। ଭୋଜନ ଗ୍ରହଣ ପରେ ବଜ୍ରାସନରେ ବସିବା ମଧ୍ୟ ଏକ ଔଷଧ। ଭଲ ରୂପେ ଚୋବାଇ ଖାଇବା ବି ଔଷଧ। ମାଟି ପାତ୍ରରେ ପାଣି ପିଇବା ବି ଏକ ଔଷଧ। ବସିବା ଏବଂ ଥଟ୍ଟା କରିବା ଏକ ଔଷଧ ଅଟେ। ସକାଳ ସମୟରେ ସୂର୍ଯ୍ୟର ଆଲୋକ ସେବନ ଏକ ଔଷଧ। ସପ୍ତାହକୁ ଥରେ ଉପବାସ ରହିବା ସମସ୍ତ ରୋଗର ଏକ ଔଷଧ। ବିଶ୍ୱାସରେ ଅତୁଳନୀୟ ଶକ୍ତି ନିହିତ। ସଫଳତା ପ୍ରାପ୍ତି ପାଇଁ ଆବଶ୍ୟକ ପଡୁଥିବା ଏହି ଶକ୍ତିକୁ କିଭଳି ଗ୍ରହଣ କରିବେ, କିଭଳି ଶକ୍ତ କରିବେ, ଏ ସମ୍ପର୍କରେ ଚିନ୍ତା କରନ୍ତୁ। ରସ, ମିଠା, ଖଟା, ଲୁଣିଆ, ପିତା, ରାଗ ଓ କଷା, ଏହି ଷଡ଼ରସ ଚାଖିଲେ ଯେଉଁ ସୁଖ ଅନୁଭୂତ ହୁଏ, ତାହା ରସଜନିତ ସୁଖ। ମୁଁ ସେଇ ମଣିଷ ଯିଏ ରାଗିକି ଥରେ କହିଦିଏ ସିନା, ହେଲେ କହି ସାରିବା ପରେ 1000 ଥର ଭାବେ କି କହିଲି, କାଳେ ତାକୁ କଷ୍ଟ ହେବ। ବୁଦ୍ଧିର ବିକାଶ ପାଇଁ ବ୍ୟବହାରିକ ବୁଦ୍ଧି, ଦୂରଦର୍ଶିତା, ମୌଳିକତା ତଥା ସୃଜନ ଶକ୍ତିର ଅଭ୍ୟାସ କରିବା ଆବଶ୍ୟକ। ଜୀବନ ଓ ସମୟ ମଣିଷର ଶ୍ରେଷ୍ଠ ଗୁରୁ। ଜୀବନ ଆମକୁ ସମୟକୁ ଉପଯୋଗ କରିବା ଶିଖାଏ ଏବଂ
ସମୟ ଆମକୁ ଜୀବନର ମୂଲ୍ୟ ବତାଏ। ଫୁଲ ଯେତେ ବି ସୁନ୍ଦର ହେଉନା କାହିଁକି ପ୍ରଶଂସା ସୁଗନ୍ଧର ହୋଇଥାଏ। ଆଉ ମଣିଷ ଯେତେ ବଡ଼ ହେଉନା କାହିଁକି ପ୍ରଶଂସା କେବଳ ବ୍ୟବହାରର ହୋଇଥାଏ। ବିକାଶ କାହାକୁ କହନ୍ତି? ବିକାଶ ବା ଉନ୍ନତିର ଲକ୍ଷ୍ୟ ହେଲା ଖୋଲିଯିବା, ପ୍ରସ୍ଫୁଟିତ ହେବା। ସବୁଠାରୁ ସୁନ୍ଦର ଫଟୋଟି କିଛି କାମରେ ଆସେ ନା ଯଦି ତାହା କ୍ୟାମେରା ଭିତରେ ବନ୍ଦୀ ଥାଏ। ତାହା ବିକଶିତ ହେଲା ପରେ ଯାଇ ଉପଯୋଗୀ ସିଦ୍ଧ ହୁଏ। ତାର ସୌନ୍ଦର୍ଯ୍ୟ ସାମ୍ନାକୁ ଆସେ, ତାର ଅଭିବ୍ୟକ୍ତି ସମ୍ଭବ ହୁଏ। ଠିକ୍ ଏପରି ଶରୀର ମନ ଧୀର ପୂର୍ଣ୍ଣ ସମ୍ଭାବନା ଖୋଲିବାକୁ ବିକାଶ କୁହନ୍ତି। ଏହାର ଅନ୍ତରାଳରେ ଛୁପି ରହିଥିବା ଚୈତନ୍ୟର ଜାଗୃତିକୁ ତେଜ ବିକାଶ କୁହନ୍ତି। ଦୁନିଆରେ ଦିଶା ବିନା ବିକାଶ ହୁଏ ନା। ପୂର୍ଣ୍ଣ ବିକାଶକୁ ନିଜର ଲକ୍ଷ୍ୟ ବନାନ୍ତୁ ଆଉ ଲକ୍ଷ୍ୟାର୍ଥୀ ହୁଅନ୍ତୁ। ସମ୍ମିଳନୀକୁ ଯିବା ପରେ ଆପଣ ସେଥିରୁ ପାଇଥିବା ଜ୍ଞାନର ସଦୁପଯୋଗ ନ କଲେ ସମ୍ମିଳନୀର ସମୟ ଓ ଅର୍ଥର ଅପଚୟ ହେବ ମାତ୍ର। ଜୀବନ ସାଥୀ ଦିନେ ନା ଦିନେ ସମସ୍ତଙ୍କୁ ମିଳେ। ମନର କଥା ଆଉ ହୃଦୟର ଭାଷା ବୁଝି ପାରୁଥିବା ଜୀବନ ସାଥୀ ଭାଗ୍ୟରେ ଥିଲେ ମିଳେ। ଜୟ ଶ୍ରୀ ଜଗନ୍ନାଥ।